ବେଗୁନିଆପାଳ ଗ୍ରାମରେ ପ୍ରଭୁ ଶ୍ରୀ ଶ୍ରୀ ଚୈତନ୍ୟ ଦେବଙ୍କ ନାମ ସଂକୀର୍ତ୍ତନ ଅନୁଷ୍ଠିତ। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଗ୍ରାମ ପଞ୍ଚାୟତ ବେଗୁନିଆପାଳ ଗ୍ରାମରେ ପ୍ରଭୁ ଶ୍ରୀ ଶ୍ରୀ ଚୈତନ୍ୟ ଦେବଙ୍କ ନାମ ସଂକୀର୍ତ୍ତନ ଉତ୍ସବ 2 ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କଳସ ଯାତ୍ରାର କଳସ ସ୍ଥାପନ ପରେ ଶ୍ରୀ ଶ୍ରୀ ଚୈତନ୍ୟ ଦେବଙ୍କୁ ସ୍ଥାପନ କରାଯାଇଥିଲା। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପୂର୍ବକ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା। ଆଖପାଖ ଅଞ୍ଚଳରେ 5 ଦଳିଆ ପୁରୁଷ ଓ ସଂକୀର୍ତ୍ତନ ମଣ୍ଡଳୀ ଓ 3 ଦଳିଆ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଅହରାତ୍ର ହରିନାମ ପରିବେଷଣ କରିଥିଲେ। ଏହି ହରିନାମ ସଂକୀର୍ତ୍ତନରେ ନଗର କୀର୍ତ୍ତନ କରାଯାଇ ଏହି ନାମ ସଂକୀର୍ତ୍ତନ ଆଜି ଉଦ୍ଯାପନ କରାଯାଇଥିଲା। ପୂଜକ ପ୍ରଶାନ୍ତ ଦାସ ପୂଜା ଅର୍ଚ୍ଚନା କରିଥିବା ବେଳେ ଓ ବେଗୁନିଆପାଳ ସଂକୀର୍ତ୍ତନ ମଣ୍ଡଳୀର ଗାୟକ କର୍ତ୍ତା ଭାବେ ନବକିଶୋର ଖଟୁଆ ଦାୟିତ୍ୱ ତୁଲାଇଥିଲେ। ବାୟକ ଚନ୍ଦ୍ରମଣି ଖଟୁଆ, ଲିଙ୍ଗରାଜ ସାମଲ, ଡାକ ସାମଲ, ପରଶୁରାମ ଖଟୁଆ, ଶରତ ଖଟୁଆ, ଅକ୍ଷୟ ଖଟୁଆ, ମୁରଲୀଧର ଲାଲ, ମେଘନାଥ ଖଟୁଆ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି 2 ଦିନ ଧରି ପରିଚାଳନା କରାଯାଇଥିଲା। ଶତାଧିକ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ଯୋଗଦେଇ ଆଶୀର୍ବାଦ ଭିକ୍ଷା କରିବା ସହ ପ୍ରସାଦ ସେବନରେ ସାମିଲ ହୋଇଥିଲେ। ଆଜକୁ 3 ବର୍ଷ ହେଲା ଗ୍ରାମରେ ଏହି ନାମ ସଂକୀର୍ତ୍ତନ ଚାଲି ଆସୁଅଛି। ଏହି ହରିନାମ ସଂକୀର୍ତ୍ତନରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।